ଏକ ଶିଳ୍ପୀ କେବେ ଅବସର ନିଅନ୍ତି ନାହିଁ। ତାଙ୍କ ସୃଜନଶୀଳତା କେବେ ଶେଷ ହୁଏ ନାହିଁ। ଓଡ଼ିଶାର 31ଟି ଜବାହାର ନବୋଦୟ ବିଦ୍ୟାଳୟକୁ ନେଇ ଗଠିତ ଓଡ଼ିଶା ଆର୍ଟ ଟିଚର ଗ୍ରୁପ୍ ତରଫରୁ ଭୁବନେଶ୍ୱର ରାମ ମନ୍ଦିର ପଛ ପାର୍ଶ୍ୱରେ ଅବସ୍ଥିତ ଏକାମ୍ରହାଟର କନଫରେନ୍ସ ହଲ୍ରେ ଆମ ସମସ୍ତଙ୍କ ପ୍ରିୟ କଳା ଶିକ୍ଷକ ଶ୍ରୀ ରାଜେନ୍ଦ୍ର ନାରାୟଣ ସାହୁଙ୍କୁ ତାଙ୍କ ଚାକିରିରୁ ଅବସର ପାଇଁ ଗତ 3 ଜୁନ୍ 2026 ବୁଧବାର ଦିନ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସାଥିରେ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କୁ ପାଇ ଆମେ ସମସ୍ତେ ଆନନ୍ଦିତ ହୋଇଥିଲୁ। ଦୀର୍ଘ 33 ବର୍ଷର ଚାକିରି କାଳର ସମୟର ସ୍ରୋତରେ ଭାସି ଯାଇଥିବା ଅଭୁଲା ମୁହୂର୍ତ୍ତମାନଙ୍କୁ ମନେ ପକାଇ ଲାଗୁଥିଲା ସତରେ ସମୟ କାହାକୁ ଅପେକ୍ଷା କରେ ନା। ଆଜି ଆପଣ ଶ୍ରେଣୀକକ୍ଷରେ ତୁଳିକାକୁ ବିଶ୍ରାମ ଦେଇ ଏକ ସମ୍ମାନଜନକ ଅବସର ଜୀବନକୁ ପ୍ରବେଶ କରୁଥିବା ବେଳେ ଆମେ ଆପଣଙ୍କର ଏକ ଅସାଧାରଣ ଯାତ୍ରାକୁ ସ୍ମରଣ କରୁଛୁ, ଯାହା ସମର୍ପଣ, ସୃଜନଶୀଳତା ଏବଂ କଳା ପ୍ରତି ଅତୁଟ ଭଲ ପାଇବାରେ ପରିପୂର୍ଣ୍ଣ ଥିଲା। ଆପଣଙ୍କର କାର୍ଯ୍ୟଜୀବନ ଭିତରେ ନିଜେ ଏକ ଅମୂଲ୍ୟ କଳାକୃତି, ପ୍ରେରଣା, ଧୈର୍ଯ୍ୟ ଓ ମାର୍ଗଦର୍ଶନର ରଙ୍ଗରେ ଏହା ସୁସଜ୍ଜିତ। 1999 ମସିହାରେ ବିଭୂତି କାନୁନଗୋ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଭୁବନେଶ୍ୱରରୁ କଳା ଶିକ୍ଷା ସମାପ୍ତ କରି ଏବଂ 2006 ମସିହାରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ଅର୍ଜନ କରିଥିଲେ। ଆପଣ 3 ଦଶନ୍ଧିରୁ ଅଧିକ ସମୟ ଧରି ନବୋଦୟ ବିଦ୍ୟାଳୟ ସମିତିରେ ଯୁବ ପ୍ରତିଭାମାନଙ୍କୁ ଗଢ଼ି ତୋଳିବା ଏବଂ ସେମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ କରିବାରେ ନିଜକୁ ନିୟୋଜିତ କରିଥିଲେ। 1992 ମସିହାରୁ 2016 ମସିହା ପର୍ଯ୍ୟନ୍ତ ଜବାହାର ନବୋଦୟ ବିଦ୍ୟାଳୟ ଢେଙ୍କାନାଳରେ ତଥା 2016ରୁ 2026 ପର୍ଯ୍ୟନ୍ତ ଜବାହାର ନବୋଦୟ ବିଦ୍ୟାଳୟ ଯାଜପୁରରେ କଳା ଶିକ୍ଷକ ହିସାବରେ ସୁନାମ ଅର୍ଜନ କରିଥିଲେ। ଉକ୍ତ ବିଦ୍ୟାଳୟରେ ଆପଣ କେବଳ କଳା ଶିଖାଇ ନଥିଲେ, ବରଂ ଅଭିବ୍ୟକ୍ତି, ଶୃଙ୍ଖଳା ଏବଂ ସାଂସ୍କୃତିକ ସଚେତନାର ମୂଲ୍ୟବୋଧକୁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମନରେ ସଞ୍ଚାର କରିଥିଲେ। ଆପଣଙ୍କର ଶ୍ରେଣୀକକ୍ଷ କେବଳ ଚିତ୍ର ଆଙ୍କିବାର ସ୍ଥାନ ନଥିଲା, ତାହା ଏକ ସୃଜନଶୀଳ ମଞ୍ଚ ଥିଲା, ଯେଉଁଠାରେ କଳ୍ପନାର ଡେଣା ମେଳାଇଥିଲା ଏବଂ ଯୁବ ପ୍ରତିଭାମାନେ ନିଜର ରାସ୍ତା ଖୋଜି ପାଇଥିଲେ। ଆଜି ଆପଣ ଅବସର ଗ୍ରହଣ କରୁଥିବା ବେଳେ ଆପଣଙ୍କର ଉତ୍ତରାଧିକାର ଅମର ରହିବ ବିଦ୍ୟାଳୟ କାନ୍ଥରେ, ସ୍ମୃତିରେ ଏବଂ ସେହି ସମସ୍ତ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ହୃଦୟରେ ଯେଉଁମାନଙ୍କୁ ଆପଣ ପ୍ରେରିତ କରିଛନ୍ତି। ଆମେ କାମନା କରୁଛୁ ଯେ ଆପଣଙ୍କ ଜୀବନର ପରବର୍ତ୍ତୀ ଅଧ୍ୟାୟ ସୁଖ, ଶାନ୍ତି, ସୃଜନଶୀଳତା, ଆନନ୍ଦ ଏବଂ ନୂତନ ଅନ୍ୱେଷଣରେ ପରିପୂର୍ଣ୍ଣ ହେଉ, ଯେପରି ଆପଣ ଅନ୍ୟମାନଙ୍କ ଜୀବନରେ ସୌନ୍ଦର୍ଯ୍ୟ ଓ ଆନନ୍ଦର ରଙ୍ଗ ଭରି ଦେଇଛନ୍ତି। ରାଜୁ ଭାଇର ବ୍ୟକ୍ତିତ୍ୱକୁ ନେଇ ଆମ ସମସ୍ତଙ୍କ ହୃଦୟ ଭିତରେ ଥିବା ଅନେକ ଅକୁହା କଥାକୁ ଗୋଟିଏ କବିତା ମାଧ୍ୟମରେ ଉପସ୍ଥାପନା କରିବାକୁ ଚାହୁଁଛି। ସୁନ୍ଦର ବ୍ୟକ୍ତିତ୍ୱ ନୁହେଁ କେବଳ ମୁହଁର ରୂପ, ସେ ହେଉଛି ହୃଦୟର ସତ୍ୟତାର ସ୍ୱର। ହସରେ ଯେଉଁଠି ଭରିଯାଏ ଆଶାର ଆଲୋକ, ସେ ମଣିଷ ହୋଇଯାଏ ସବୁ ହୃଦୟର ନିକଟ। ଶବ୍ଦରେ ଯେଉଁଠି ଥାଏ ସ୍ନେହର ଗନ୍ଧ, କାର୍ଯ୍ୟରେ ଯେଉଁଠି ନଥାଏ କେବେ ଅହଙ୍କାର ବନ୍ଧ, ସେ ମଣିଷ ଛୁଇଁ ଦିଏ ସବୁ ମନର ତଳ, ସମୟ ମଧ୍ୟ ତାଙ୍କୁ କରେ ସଦା ସମ୍ମାନର ଫୁଲ। ଭଲ ମଣିଷ ହେବା ହେଉଛି ସବୁଠାରୁ ବଡ଼ କଳା। ସେ କଳାରେ ଲୁଚିଥାଏ 64 କଳା। ଧନ ନୁହେଁ, ନାମ ନୁହେଁ, ନାହିଁ ଆଡ଼ମ୍ବର ରଙ୍ଗ, ମନର ସରଳତା ହିଁ ଦିଏ ତାଙ୍କୁ ସଫଳତା ସଙ୍ଗ। ଯେଉଁ ହୃଦୟରେ ଥାଏ କରୁଣାର ଧାରା, ସେହିଠାରେ ଫୁଟେ ସଦା ସପ୍ରେମର ପାରା। ସେମାନେ ଚାଲିଗଲେ ମଧ୍ୟ ରହେ ସ୍ମୃତିର ଆଲୋକ, ତାଙ୍କ ନାମ ହୋଇଯାଏ ଜୀବନର ପ୍ରେରଣାର ଲୋକ। ଭଲ ବ୍ୟକ୍ତିତ୍ୱ ହିଁ ମଣିଷର ସବୁଠାରୁ ସୁନ୍ଦର ପରିଚୟ। ଛାତ୍ରମାନଙ୍କ ମନର ଭାବନାକୁ ପ୍ରକାଶ କରିବାକୁ ଯାଇ ଆଉ ଗୋଟିଏ କବିତା ମାଧ୍ୟମରେ ତାଙ୍କ ସ୍କୁଲ ଜୀବନର କିଛି ଅଭୁଲା ମୁହୂର୍ତ୍ତକୁ ଉଜାଗର କରି ଆପଣମାନଙ୍କ ସମ୍ମୁଖରେ ରଖିବାକୁ ଚାହୁଁଛି। ତୁମେ ଆସିଲେ ଯେବେ ଶ୍ରେଣୀରେ ସକାଳ, କାଗଜ ମଧ୍ୟ ହସି ଉଠେ ହୋଇ ରଙ୍ଗମାଳ। ତୁଳିର ସ୍ପର୍ଶରେ ସ୍ୱପ୍ନ ଥିଲା ଆମ ଜୀବନ, ତୁମେ ଥିଲ ଆମ କଳାର ଦୀପ ଏବଂ ଚିହ୍ନ। ଜବାହାର ନବୋଦୟ ବିଦ୍ୟାଳୟର ଆଙ୍ଗନେ ତୁମ ନାମ ସଦା ରହିଥିବ ସ୍ମୃତିର ସପନେ। ହଜାର ହୃଦୟକୁ ତୁମେ ରଙ୍ଗ ଦେଇଗଲ, ନୀରବ ହସରେ ଆମ ଆଶା ଭରିଦେଲ। ଶିକ୍ଷକ ନୁହେଁ, ତୁମେ ଥିଲ ଶିଳ୍ପୀ ମହାନ, ଜୀବନରେ ଆଙ୍କିଦେଲ ସ୍ନେହର ନିଶାନ। ଅନ୍ଧାର ମନକୁ ତୁମେ ଆଲୋକିତ କଲ, ଆମ ସ୍ୱପ୍ନ ଆକାଶକୁ ପକ୍ଷ ଦେଇଗଲ। ଆଜି ତୁମେ ଚାଲିଯାଅ ଅବସର ଦିଗେ, ରହିଯାଉ ତୁମ ସ୍ମୃତି ଆମ ହୃଦୟ ଭିତରେ। ଆଖିରେ ଲୁହ ଅଛି କିନ୍ତୁ ଗର୍ବ ମଧ୍ୟ, ତୁମ ପରି ଶିକ୍ଷକ ମିଳିବେ କି ଆଉ? ତୁମ ତୁଳି ନୀରବ ହେଲେ ମଧ୍ୟ ଆଜି ତୁମ କଳା ରହିଯିବ ଆମ ମନରେ ସାଜି। ସୁଖ, ଶାନ୍ତି ଓ ସ୍ୱାସ୍ଥ୍ୟର ଆଲୋକ, ଅବସର ଜୀବନ ହେଉ ସୁନ୍ଦର ଲୋକ। ଶେଷରେ ରାଜୁ ଭାଇ ନିଜ ଅନୁଭୂତିରୁ ତାଙ୍କର ସମ୍ପୂର୍ଣ୍ଣ ଚାକିରି କାଳ ମଧ୍ୟରେ ଅନୁଭବ କରିଥିବା ମୁହୂର୍ତ୍ତକୁ
ଖୁବ୍ କମ୍ ଶବ୍ଦ ମଧ୍ୟରେ ଗୋଟେ କବିତା ମାଧ୍ୟମରେ ପ୍ରକାଶ କରିଛନ୍ତି। ଜାଣେ ନାହିଁ ଏତେ ଦିନ କିପରି କଟିଲା, ଭଲରେ ମନ୍ଦରେ ସୁଖରେ ଦୁଃଖରେ, କେତେ ମାନ କେତେ ଅଭିମାନ ବା ସମବେଦନାରେ। ଜାଣେ ନାହିଁ ଏତେ ଦିନ କିପରି କଟିଲା, କେତେ ଆସିଲେ କେତେ ଗଲେ, କେତେ ନୂଆ କଥା ନୂଆ ବିଚାର ନୂଆ କାମ, ନା ଥିଲା ସେ କାମର ବାସ୍ତବତା ନା ନିପୁଣତା, ଖାଲି ଏକ ତାଳିପକା କନ୍ଥା ପରି, ଗୋବର ଲିପା କାନ୍ଥ ଭଳି, ତଳେ ପଡ଼ିଥିବା ଚିତା ଭଳି। ଜାଣେ ନାହିଁ ଏତେ ଦିନ କିପରି କଟିଲା। ଏଠୁ ମୁଁ ପାଇଛି ବହୁତ କିଛି, ଶିଖିଛି ବହୁତ କିଛି, କିନ୍ତୁ ହରେଇଛି ମଧ୍ୟ ବହୁତ କିଛି। ଭାବିବାକୁ ବେଳ ନାହିଁ, ଚିନ୍ତା କରିବାକୁ ସମୟ ନାହିଁ। ବର୍ଷ ଆସେ ବର୍ଷ ଯାଏ, ବ୍ୟସ୍ତ ଭିତରେ ସମୟ ସ୍ରୋତରେ, ସମୟର ଚିତ୍ରରେ ସମୟର ରଙ୍ଗରେ, ସମୟର ମାଟିରେ ସମୁଦ୍ରର ଲହଡ଼ି ପରି, ଭସା ବାଦଲ ପରି ସମସ୍ତେ ଭାସି ଯାଆନ୍ତି। କିଛି ସ୍ମୃତି କିଛି ବିସ୍ମୃତିକୁ ସାଉଁଟି ଧରି ଖାଲି କାନଭାସ୍ ପରି। ଶେଷରେ ରାଜୁ ଭାଇର ସୁଖମୟ ଅବସର ଜୀବନ ପାଇଁ ଆମେ ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରୁଛୁ ଯେ ତାଙ୍କର ସପରିବାରର ଭବିଷ୍ୟତ ଜୀବନ ସୁଖ ଶାନ୍ତିରେ ବିତିଯାଉ। ଜୟ ଜଗନ୍ନାଥ।